ନମସ୍କାର ଶ୍ରୋତାବନ୍ଧୁ, ମୁଁ ପୁଣି ଆଉଥରେ ଆଉ ଏକ କାହାଣୀକୁ ନେଇ ଆପଣଙ୍କ ପାଖରେ ପହଞ୍ଚିଛି। ଚାଲନ୍ତୁ ଏବେ ଶୁଣିବା। କ'ଣ ନା, ନାରୀ ହେଉଛି ଜୀବନର ଆଧାର। ନାରୀ ହେଉଛି ସୃଷ୍ଟିର ସବୁଠାରୁ ସୁନ୍ଦର ଓ ଶକ୍ତିଶାଳୀ ଏକ ରୂପ। ସେ ଜନ୍ମ ନେଇଥାଏ ଗୋଟିଏ ଝିଅ ଭାବେ, ତାପରେ ବଡ଼ ହେଲେ ସେ ଭଉଣୀ ଭାବେ, ତାପରେ ସେ ହୁଏ ଜଣେ ସ୍ନେହମୟୀ ସ୍ତ୍ରୀ ଓ ତାପରେ ହୁଏ ଯତ୍ନଶୀଳା ମା। ନାରୀ ତାର ସ୍ନେହ, ଧୈର୍ଯ୍ୟ ଓ ତ୍ୟାଗରେ ପରିବାରକୁ ବାନ୍ଧି କରି ରଖିଥାଏ, ସୁଖମୟ କରିଦେଇଥାଏ। ତାର କର୍ମର ଆଲୋକରେ ସେ ଆଲୋକିତ କରିଥାଏ ତା ପରିବାରକୁ। ନିଜର ଦୁଃଖ, ଯନ୍ତ୍ରଣା, ଅପମାନ ଓ ଲୁହକୁ ଲୁଚାଇ ଅନ୍ୟକୁ ଖୁସି ଦେବାକୁ ଯାଇ ସକାଳଠାରୁ ରାତି ହେବା ଯାଏ ତାର ଚେଷ୍ଟା ଜାରି ରଖିଥାଏ। ନାରୀ ବିନା ତ ପୃଥିବୀ ଅଧୁରା। ତାର ସହନଶୀଳତା, ପ୍ରେମ, ବାତ୍ସଲ୍ୟ, ମମତା ଅତି ସୁନ୍ଦର, କାରଣ ନାରୀ ହେଉଛି ତ ଜୀବନର ଆଧାର। ଆସନ୍ତୁ ଏଇ ଏକ ଗପ ଶୁଣିବା। ଗୋଟେ ଝିଅ, ତା ନାଁ ଚପଳା, ବାହା ହୋଇ ଶାଶୁଘରକୁ ଗଲା। ପ୍ରଥମ ଦିନ ସକାଳୁ ସକାଳୁ ଶାଶୁ ରୋଷେଇ ଘରୁ ଜୋରରେ ପାଟି କରି କହିଲେ, ଚପଳା, ଶୀଘ୍ର ଉଠିଯାଅ, ସମସ୍ତଙ୍କ ପାଇଁ ଟିଫିନ୍ ତିଆରି କର। ଚପଳା ଡରି ଯାଇ ରୋଷେଇ ଘରକୁ ଗଲା ଏବଂ ଯାଇ କହିଲା, ମା, ମୋତେ ତ ରୋଷେଇ ଆସେ ନାହିଁ, କିନ୍ତୁ ମୁଁ ଆପଣଙ୍କ ସହିତ ସବୁଦିନ ରୋଷେଇ ଘରେ ରହି ଆସ୍ତେ ଆସ୍ତେ ରୋଷେଇ ଶିଖିଯିବି। ଶାଶୁ ହଠାତ୍ ରାଗି ଯାଇ କହିଲେ, ବୋହୂ, ତୁମକୁ ରୋଷେଇ ଯଦି ଜାଣିନ ତାହେଲେ ବାହା ହେଉଥିଲ କାହିଁକି? ତୁମ ସହିତ ଗୋଟିଏ ଚାକରାଣୀ ନେଇ ଆସିଥାନ୍ତ। ସାଙ୍ଗେ ସାଙ୍ଗେ ରାଗିଯାଇ ଚପଳାର ଶାଶୁ ତା ବାପାଙ୍କୁ ଫୋନ୍ ଲଗାଇଦେଲେ ଏବଂ ଘରକୁ ଡାକିଦେଲେ। ତା ବାପା ଆସିବା ପରେ କହିଲେ, ଭାଇ ସାହେବ, ଆପଣଙ୍କ ଝିଅକୁ କ'ଣ ଆପଣ କିଛି ଶିଖେଇ ନାହାନ୍ତି? ସେ ତ ରୋଷେଇ ଜାଣିନି, ତାକୁ ବାହା ଦେଉଥିଲେ କାହିଁକି? ଚପଳାର ବାପା ବହୁତ ଧୀର ସ୍ଥିର। ସେ କିଛି ସମୟ ଚୁପ୍ ରହିଗଲେ। ତାପରେ ଧୀର ଓ ଶାନ୍ତ କଣ୍ଠରେ କହିଲେ, ଭଉଣୀ, ଯେତେବେଳେ ବାହାଘର ପ୍ରସ୍ତାବ ଚାଲିଥିଲା ଆପଣ ଭଲ ଭାବେ ଜାଣିଥିଲେ ଚପଳାର ମା ନାହିଁ ବୋଲି। ହେଲେ ଆପଣ ଚପଳା ବିଷୟରେ କିଛି ପଚାରୁନଥିଲେ। ମୁଁ ଯେତେବେଳେ ତା ବିଷୟରେ କହିବାକୁ କିଛି ଆରମ୍ଭ କରୁଥିଲି ନା, ଆପଣ ସେତେବେଳେ ଖାଲି ଯୌତୁକ ବିଷୟରେ କହୁଥିଲେ। ଆଉ କ'ଣ କହୁଥିଲେ ଜାଣିଛନ୍ତି? କହୁଥିଲେ କ'ଣ ଦେବ, କେତେ ସୁନା ଦେବ, କେତେ ଟଙ୍କା ଦେବ, ଗାଡ଼ି ଦେବ ନା ନାହିଁ, ଫ୍ରିଜ୍ ଦେବ ନା ନାହିଁ, କିନ୍ତୁ ଚପଳା ବିଷୟରେ ତ କିଛି ପଚାରୁନଥିଲେ। ମୁଁ ଯେତେବେଳେ ତା ବିଷୟରେ କିଛି କହିବାକୁ ଯାଉଥିଲି ନା, ସେତେବେଳେ ଆପଣ ସେ କଥାକୁ କାଟି ଦେଉଥିଲେ। ଭଉଣୀ, ମୋ ଝିଅକୁ ଯଦି କିଛି ଆସେନି ତା ମାନେ ନୁହେଁ ଯେ ସେ କିଛି ଶିଖିପାରିବନି। ସବୁ ଶିଖିକିରି ସେ କରିପାରିବ। ମୋ ଝିଅକୁ ମୁଁ ଆପଣଙ୍କୁ ବିକ୍ରି କରିନାହିଁ। ମୁଁ କେବଳ ଆପଣଙ୍କ ସହିତ ଗୋଟିଏ ସମ୍ପର୍କ ବାନ୍ଧିଛି। ବୋହୂକୁ କେବଳ ତା ହାତରନ୍ଧାରୁ ପରଖିବା ବା ଚିହ୍ନିବା ଦରକାର ପଡ଼େ ନାହିଁ। ଗୋଟେ ନାରୀକୁ ତା ହୃଦୟରୁ, ତା ବ୍ୟବହାରରୁ, ତା ସଂସ୍କାରରୁ ତାକୁ ଚିହ୍ନିବା, ଜାଣିବା ଦରକାର। କାହିଁକି ଜାଣିଛନ୍ତି? କାରଣ ନାରୀ ହିଁ ହେଉଛି ଜୀବନର ଆଧାର।